हेलो एवरीवन, वेलकम टू अचीवर एकेडमी। आज भिडियो आम आलोचना करवा तुम अष्टम श्रेणी जो नुआ बही रही साहित्य सुरभि तार आम आज प्रथम पाठ आलोचना कर पाने कौन रही प्रथम पाठ देख तुम प्रथम गोटे पद्य जार नाम हूँ पाने कौन रे आस उत्कल पाने आस उत्कल जो तुम कवि होती जातीय कवि वीरकिशोर दास पाने आम पूरा पुंखानुपुंख बारे এই আস উৎকলীয় আলোচনা করিবা প্রথম পাঠ পিলামানে তোমার দেখ কোন রয়েছে প্রথম পদ্যরে পদ্য যা পূর্বরু আমি এই আস উৎকলীয় শব্দর অর্থ কোন পিলামানে এঠারে উৎকলীয় শব্দর অর্থ হচ্ছে পিলামানে ওড়িশাবাসী এঠারে কোন কুহযাচ্ছে ওড়িশাবাসী এঠারে তোমাকে সম্বোধনরে আস উৎকলীয় কুহযাচ্ছে সম্বোধনরে আস ওড়িশাবাসী এঠারে ଯେଉଁଠାରେ କବି ଅଛନ୍ତି ଜାତୀୟ କବି ବୀରକିଶୋର ଦାସ। ପ୍ରଥମେ ଆମେ କବି ପରିଚୟ ବିଷୟରେ ଦେଖିଦେବା ପିଲାମାନେ। ଦେଖ କବି ପରିଚୟରେ ଓଡ଼ିଆ ସାହିତ୍ୟର କବି ବୀରକିଶୋର ଦାସ ଜାତୀୟ କବି ଭାବରେ ପରିଚିତ। ଆମେ ସମସ୍ତେ ଜାଣିଛୁ ଯେ ଯେଉଁ ବୀରକିଶୋର ଦାସ ହଉଛନ୍ତି କଣ ପିଲାମାନେ ଜାତୀୟ କବି। ସେ 1896 ମସିହା ନଭେମ୍ବର ମାସ 23 ତାରିଖ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପୁନଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ପିଲାମାନେ। ସେ ଏକାଧରଣେ ଜଣେ ଦେଶବତ୍ସଳ ମାନବବାଦୀ ଗାନ୍ଧୀ ଦର୍ଶନବାଦୀ ତଥା ଉଗ୍ର ଜାତୀୟବାଦୀ କବି ଥିଲେ। ସେ କେଉଁ ପ୍ରକାର କବି ଥିଲେ ଦେଖ ମାନେ ଦେଶବତ୍ସଳ ମାନେ ଦେଶ ପାଇଁ ସେ ବହୁତ ସାରା ଲେଖିଛନ୍ତି, ମାନବବାଦୀ ଚିନ୍ତାଧାରା ବିଷୟରେ ଲେଖିଛନ୍ତି, ଗାନ୍ଧୀୟ ଦର୍ଶନବାଦୀ ଗାନ୍ଧୀଜୀଙ୍କର ଦର୍ଶନବାଦୀ ଗାନ୍ଧୀଜୀଙ୍କ ବିଷୟରେ ବି ଲେଖିଛନ୍ତି, ସେ ଉଗ୍ର ଜାତୀୟତାବାଦୀ ଏମିତି ବହୁତ ସାରା ସେ ଲେଖିଛନ୍ତି। ସେଥିପାଇଁ ତାଙ୍କୁ ଏଇ ସବୁ କବି ଥିଲେ ବୋଲି କୁହାଯାଏ ପିଲାମାନେ। ତାପରେ ନେକ୍ସଟ ଦେଖ କଣ ଦେଇଛି ସ୍ୱାଧୀନତା ସଂଗ୍ରାମର ବହ୍ନିଶିଖାକୁ ପ୍ରଜ୍ୱଳିତ କରିବା ଉଦ୍ଦେଶ୍ୟରେ ସେ ସରଳ ତରଳ ସାବଳୀଳ ଭାଷାରେ କବିତା ମାନ ରଚନା କରିଛନ୍ତି। ଏହାର ଅର୍ଥ କଣ ତାଙ୍କର ଲେଖା ଗୁଡିକ ବହୁତ ସରଳ ଅଟେ ସୁନ୍ଦର ଅଟେ ସାବଳୀଳ ଅଟେ ପିଲାମାନେ ହେଲା। ବହୁତ ସେ ଜଣେ ଯୁଗଜନ୍ମା ସାରସ୍ୱତ ସାଧକ ବୀରକିଶୋର ଦାସ ହଉଛନ୍ତି ଜଣେ ଯୁଗଜନ୍ମା ସାରସ୍ୱତ ସାଧକ ପିଲାମାନେ ମୋର ରଖିତ ଯୁଗଜନ୍ମା ଅଟନ୍ତି। ଭାଷାରେ କବିତା ମାନ ରଚନା କରିଥିଲେ। ତାହା ଦ୍ୱାରା ଓଡ଼ିଶାର ପୁରପଲ୍ଲୀରେ ଆବାଳ ବୃଦ୍ଧ ବନିତା ଉଦ୍ବୃତ ହୋଇ ଆବାଳ ବୃଦ୍ଧ ବନିତା କହିଲେ କଣ ଏଠାରେ ବାଳରୁ ବୃଦ୍ଧ ପର୍ଯ୍ୟନ୍ତ ଅଛନ୍ତି ଆବାଳ ବୃଦ୍ଧ ବନିତା ସମସ୍ତେ କଣ ହଉଛନ୍ତି ପତଙ୍ଗ ପରି ସ୍ୱାଧୀନତା ସଂଗ୍ରାମର ଝାସ ଦେଇଥିଲେ। ଯେଉଁ ତାହା ଦ୍ୱାରା ଯୋଉ କଣ ହେଇଛି ଦେଖ ଏଠାରେ ବହୁତ ସାରା ରଚନା କରିଛନ୍ତି। ତାହା ଦ୍ୱାରା ଓଡ଼ିଶାର ପୁରପଲ୍ଲୀରେ ଆବାଳ ବୃଦ୍ଧ ବନିତା ଉଦ୍ବୁଦ୍ଧ ହୋଇଥିଲେ ଏବଂ ପତଙ୍ଗ ପରି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। କବିଙ୍କ ଦ୍ୱାରା ଲିଖିତ ପୁସ୍ତକ ଗୁଡିକ ସେ କଣ କଣ ଲେଖିଥିଲେ ଏଇଟା ଇମ୍ପୋର୍ଟାଣ୍ଟ ପିଲାମାନେ ମନେ ରଖ। ସେ କଣ କଣ ଲେଖିଥିଲେ ପ୍ରଥମେ ଲେଖିଥିଲେ ଦେଖ ଗୋଟେ ମୋହନ ବଂଶୀ ଲେଖିଥିଲେ, ନୋଟ କର ଗଲା ମୋହନ ବଂଶୀ ଲେଖିଥିଲେ, ବିଦ୍ରୋହୀ ବୀଣା ଲେଖିଥିଲେ, ଫୁଳ ଚନ୍ଦନ ଲେଖିଥିଲେ, ବୀର ଗୀତିକା ଲେଖିଥିଲେ, ଏମିତି ବହୁତ ସାରା ଲେଖିଥିଲେ। ଯେଉଁ ତୁମର ଆସ ଉତ୍କଳୀୟ କବିତାଟି କବିଙ୍କର ବୀର ଗୀତିକା କବିତାରୁ ଆସିଛି ପିଲାମାନେ। ଭେରି ଭେରି ଇମ୍ପୋର୍ଟାଣ୍ଟ ତମର ହେଲା, এটা তোমার ভেরি ভেরি ইম্পর্টান্ট জমারে তুমি মিস করিব ନାହିଁ। ତାଙ୍କର କେଉଁ ପାଠରୁ ଆସିଛି ତମର ଯେଉଁ ଆସ ଉତ୍କଳୀୟ ତାଙ୍କର ବୀର କବିତା ବୀର ଗୀତିକା ପିଲାମାନେ ବୀର ଗୀତିକା କବିତା ସଂକଳନରୁ ଆଣିତ ପିଲାମାନେ। ଚାଲ ଏବେ ଆମେ ଦେଖିବା ଆସ ଉତ୍କଳୀୟ ବିଷୟରେ ଯାହା ଓଡ଼ିଶାବାସୀ ବିଷୟରେ କହିଛି। ଆସ ଉତ୍କଳୀୟ ଶୁଣେ ସର୍ବ ମିଳି ଏ ଦେଶ ଜାତିର ପୂର୍ବ କଥା ସ୍ମରଣେ ଯାହାର ଗରବେ ତୁହର ଆପେ ଆପେ ନଈ ପଡିବ ମଥା। ଏଠାରେ କଣ କୁହାଯାଇଛି ଦେଖ ପିଲାମାନେ ଆସ ଉତ୍କଳୀୟ ହେ ଓଡ଼ିଶାବାସୀ ଆସ ଶୁଣ ସର୍ବେ ମିଳି। ମିଳି କହିଲେ ଏଠାରେ ସମସ୍ତେ ମିଶି, ସର୍ବେ ମିଳି କହିଲେ ସମସ୍ତେ ମିଶି ପିଲାମାନେ ସମସ୍ତେ ମିଶିକି ଉତ୍କଳର କଥା ଶୁଣ। ଉତ୍କଳବାସୀ ସମସ୍ତେ ମିଶି ଶୁଣ କଣ ଶୁଣିବେ ଏ ଦେଶ ଜାତିର ପୂର୍ବ କଥା। ଏ ଦେଶ କହିଲେ କେଉଁ ଦେଶ ଏ ଭାରତ ଦେଶ। ଏ ଭାରତ ଦେଶ ଜାତିର ପୂର୍ବ କଥା। ପୂର୍ବ କଥା କହିଲେ ପୂର୍ବର କଥା ପିଲାମାନେ ଆମର କଣ ପୁରୁଣା କଥା ଗୁଡାକ ତମେ ଶୁଣ। ପୁରୁଣା କଥା ଗୁଡିକ ତମେ ଶୁଣ। କଣ ସେ ପୁରୁଣା କଥା ସ୍ମରଣେ ଯାହାର ଗରବେ ତୋହର ଆପେ ଆପେ ନଈ ପଡିବ ମତା। ସ୍ମରଣେ କହିଲେ କଣ ମନେ ପକାଇ। କଣ ସ୍ମରଣେ କହିଲେ ମନେ ପକାଇ ପିଲାମାନେ ମନେ ରଖିଥ ମନେ ପକାଇ ଯାହାର ଗରବେ ତୋହର ଗର୍ବେ କହିଲେ ଗର୍ବରେ ତୋହର ଆପେ ଆପେ ନଈ ପଡିବ। ଯଦି ତୁ ହେ ଓଡ଼ିଶାବାସୀ ତୁ ଯଦି ଏଇ ଦେଶର ପୂର୍ବ କଥାକୁ ତୁ ଯଦି କଣ ଶୁଣିବୁ ତାହେଲେ ତୋର କଣ ହବ ଗର୍ବରେ ତୋହର ଆପେ ଆପେ ନଈ ପଡିବ ମତା। ତୋର ମୁଣ୍ଡ କଣ ଆପେ ଆପେ ନଈ ଯିବ। ତାପରେ କଣ ଦେଖ
ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରି ଗୋଲେଣି ଉଭେଇ ଅମର ପତେ ଯଶ କି ତାଙ୍କର ହେବ କି ମଳିନ ଅମଳିନ ପରା ତାହା ଜଗତେ। ଏଠାରେ କଣ କୁହାଯାଇଛି ଦେଖ, ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରି ଗୋଲେଣି ଉଭେଇ ଅମର ପତେ। କିଏ ସେ ବକ୍ସି ଜଗବନ୍ଧୁ? କିଏ ସେ ବକ୍ସି ଜଗବନ୍ଧୁ? କିଏ ସେ ଚନ୍ଦନ ହଜୁରିରେ ପିଲାମାନେ? ବକ୍ସି ଜଗବନ୍ଧୁ ହଉଛନ୍ତି ତମର ଖୋର୍ଦ୍ଧା ବିଦ୍ରୋହର ନେତୃତ୍ୱ ନେଇଥିଲେ। ଖୋର୍ଦ୍ଧା ବିଦ୍ରୋହର ନେତୃତ୍ୱ ନେଇଥିଲେ ଏହି ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରି, ଯିଏକି ତମର କେବେ ହେଇଥିଲା ଏଇ ଖୋର୍ଦ୍ଧା ବିଦ୍ରୋହ? 1817 ମସିହାର ହେଇଥିବା ଏହି ଖୋର୍ଦ୍ଧା ବିଦ୍ରୋହର ନେତୃତ୍ୱ ନେଇଥିଲେ ବକ୍ସି ଜଗବନ୍ଧୁ ଭ୍ରମରବର ରାୟ ମହାପାତ୍ର। ତାଙ୍କର ସମ୍ପୂର୍ଣ୍ଣ ନାମ ହଉଛି ବକ୍ସି ଜଗବନ୍ଧୁ ଭ୍ରମରବର ରାୟ ମହାପାତ୍ର। ତାଙ୍କୁ ବକ୍ସି ଜଗବନ୍ଧୁ ବୋଲି କୁହାଯାଏ। ସେଇ ବକ୍ସି ଜଗବନ୍ଧୁ ଗୋଲେଣି ଉଭେଇ ଅମର ପଥେ। ତାଇଲେ ତା ଅର୍ଥ କଣ? ସେ ଅମର ହୋଇଗଲେଣି। ଏଇ ଯୋଉ ଅଛି ତମର ଏହି ପାଦର ଅର୍ଥ ହଉଛି କଣ? ଅମର ହୋଇଗଲେଣି ସେମାନେ। ତମ ତାଙ୍କର କଣ ବଳିଦାନ, ବଳିଦାନ କଣ ହେଇଛି? ସବୁବେଳେ ବଳିଦାନ ଟା ଅମର ପଥରେ ରହିଯାଇଛି। ଯଶ କି ତାଙ୍କର ହେବ କି ମଳିନ? ତାଙ୍କର ଯୋଉ ଯଶ ଅଛି, ତାଙ୍କର ଯୋଉ କୀର୍ତ୍ତି ଅଛି ପିଲାମାନେ, ତାଙ୍କର ଯୋଉ କୀର୍ତ୍ତି ଅଛି, କୀର୍ତ୍ତିଟା କଣ କେବେ ମଳିନ ହେଇଯିବ? ହେଲା କଣ ମିଶି ମଳିନ କହିଲେ କଣ? ମଳିନ କହିଲେ ଏଠାରେ ମଳିନ ଶବ୍ଦର ଅର୍ଥ କଣ ବୁଝାଉଛି ପିଲାମାନେ? ଏଠାରେ ମଳିନ ଶବ୍ଦର ଅର୍ଥ ହଉଛି କଣ ପିଲାମାନେ? ଫିକା ପଡିଯିବା। ଏଠାରେ ମଳିନ ଶବ୍ଦର ଅର୍ଥ ହଉଛି କଣ? ଲେଖିଦିଅ, ନୋଟ କରିଦିଅ। ଫିକା ପଡିଯିବା। ଫିକା ପଡିଯିବା। କଣ ତାଙ୍କର ଯଶ କୀର୍ତ୍ତି କଣ ଫିକା ପଡିଯାଇଛି କି? ନା, ଅମଳିନ ପରା ତାହା ଜଗତେ, କେବେ ହେଲେ ଫିକା ପଡିବ ନାହିଁ। ସେ ହଉଛି କଣ? ଅମଳିନ ଅମର। ଏହି ଜଗତରେ ସେମାନେ ହଉଛନ୍ତି କେବେ ହେଲେ ତାଙ୍କର ଯଶ କୀର୍ତ୍ତି ମଳିନ ପଡିବ ନାହିଁ। ସବୁବେଳେ କଣ ହେବ? ଅମଳିନ ହେଇଯିବ ଏଇ ଜଗତରେ। ତାପରେ ଦେଖ ପିଲାମାନେ, ପାଇକ ପୁଅର ଗାରିମା ଯାଚିଲା ସ୍ୱାଧୀନତା ଜାଗେ ଦେଲା ଆହୁତି। ସେ ଜାତି ଦାୟାଦ ଆମେ ସରବେ, ସେ ଜାତି ଦାୟାଦ ଆମେ ତ ସରବେ, ବୋଲି ହେବା ଅଙ୍ଗେ ସେହି ବିଭୂତି। ଏଠାରେ ଦେଖ, ପାଇକ ପୁଅର ଗାରିମା ଯାଚିଲା। ପାଇକ ପୁଅ, ଏଠାରେ କିଏ ପାଇକ ପୁଅ ବୋଲେ କାହାର କଥା କୁହାଯାଉଛି? ବକ୍ସି ଜଗବନ୍ଧୁର କଥା କୁହାଯାଉଛି ରେ ପିଲାମାନେ। ଏଠାରେ ପାଇକ ପୁଅ କହିଲେ କିଏ? ବକ୍ସି ଜଗବନ୍ଧୁ। ବକ୍ସି ଜଗବନ୍ଧୁଙ୍କ ଗାରିମା ଯାଚିଲା। ଗାରିମା କହିଲେ ମହିମା। ତାଙ୍କର ମହିମା ଯାଚିଲା, ସ୍ୱାଧୀନତା ଜାଗେ ଦେଲା ଆହୁତି। ସ୍ୱାଧୀନତା ଜାଗେ, ଜାଗେ କହିଲେ କଣ? ଜାଗେ ଶବ୍ଦର ଅର୍ଥ ହଉଛି ଯଜ୍ଞରେ ପିଲାମାନେ, ନୋଟ କରିଦିଅ। ଜାଗେ ଶବ୍ଦର ଅର୍ଥ ହଉଛି କଣ? ଯଜ୍ଞରେ। ସ୍ୱାଧୀନତା ରୂପକ ଯଜ୍ଞରେ ସେ କଣ କଲା? ଆହୁତି ଦେଇଦେଲା, ଝସ ଦେଇଦେଲା ରେ ପିଲାମାନେ। ହେଲା, ପାଇକ ପୁଅର ଗାରିମା ଯାଚିଲା। ଯେଉଁ ପାଇକ ପୁଅ ବକ୍ସି ଜଗବନ୍ଧୁର ଯେତେ ବି ଗାରିମା ଥିଲା, ସେ କଣ କଲା? ସ୍ୱାଧୀନତା ଜାଗେ ଦେଲା ଆହୁତି। ସ୍ୱାଧୀନତା ରୂପକ ଯଜ୍ଞରେ ସ୍ୱାଧୀନତା ପାଇଁ ସେ କଣ କଲା? ଆହୁତି ଦେଇଦେଲା। ସେ ଜାତି ଦାୟାଦ ଆମେ ତ ସରବେ। ଦାୟାଦ କହିଲେ କଣ ରେ ପିଲାମାନେ? ଏଠାରେ ଦାୟାଦ କହିଲେ ସନ୍ତାନ। ସେ ଜାତି, ସେଇ ଜାତି, ଏଇ ପାଇକ ପୁଅ ଯିଏକି ଆହୁତି ଦେଇଥିଲା ସ୍ୱାଧୀନତା ରୂପକ ଯଜ୍ଞରେ, ସେ ଜାତି ଦାୟାଦ ଆମେ ତ ସରବେ। ସରବେ କହିଲେ ସମସ୍ତେ। ଏଠାରେ କଣ ସେ କହୁଛନ୍ତି? କଣ ସେଇ ଜାତିର ଆମେ ସନ୍ତାନ ସମସ୍ତେ, ବୋଲି ହେବା ଅଙ୍ଗେ ସେହି ବିଭୂତି। ସେଇ ସ୍ୱାଧୀନତା ରୂପକ ଯଜ୍ଞରେ ଯେ ଆହୁତି ଦେଇଛନ୍ତି, ତାଙ୍କର ଯୋଉ କଣ ଅଛି ପିଲାମାନେ? ତାଙ୍କର ଯୋଉ ଶକ୍ତି ସାମର୍ଥ୍ୟ, ଯୋଉ ଦେଶ ପାଇଁ ସ୍ୱାଧୀନତା କରିବା ପାଇଁ ଯୋଉ ସାମର୍ଥ୍ୟ ଥିଲା, ସେଇ ବିଭୂତି। ବିଭୂତି କହିଲେ କଣ? ତମର ଯୋଉ ତମେ ମାଖ ବିଭୂତି ପିଲାମାନେ, ସେଇ ବିଭୂତିରେ ସେ କଣ? ଆମେ କଣ ହେବା? ବୋଲି ହେବା, ମାଖି ଦେବା। ସେଇ ଯୋଉ ଯୋଉ ଗାରିମା ଥିଲା ତାର, ଯୋଉ ଗାରିମା ଥିଲା, ସେଇ ଗାରିମା ବର୍ତ୍ତମାନ ଆମେ ତାର ସନ୍ତାନ, ତାକୁ ଆମେ ବଜାୟ ରଖିବା। ତାର ଅର୍ଥ ହଉଛି ଆମେ ତାକୁ ବଜାୟ ରଖିବା। ତୋଷାଳି ପ୍ରାନ୍ତରେ ଦିନେ ବହିଥିଲା ସମର ବୀରର ରକତ ନଈ, ସ୍ୱାଧୀନତା ପାଇଁ ପ୍ରାଣ ଦେଲେ, ଦେଲେ ଯେତ ପଚାରିଲେ ମାଟି ଯିବ ତ କହି। ତୋଷାଳି, ଏଠାରେ ତୋଷାଳି କହିଲେ କଣ ପିଲାମାନେ ବୁଝ? ତୋଷାଳି କହିଲେ କଣ? ତୋଷାଳି ହଉଛି କଳିଙ୍ଗ, ପୁରୁଣା କଳିଙ୍ଗର ରାଜଧାନୀ। ପିଲାମାନେ ମନେ ରଖିତ, ଏହି କଳିଙ୍ଗର ରାଜଧାନୀ, କଳିଙ୍ଗର ରାଜଧାନୀ ହଉଛି କଣ? ପୂର୍ବ କଳିଙ୍ଗର ରାଜଧାନୀ ହଉଛି ତୋଷାଳି। ଯେଉଁଠାରେ ତମର ଅଶୋକ କଣ ହେଇଥିଲା? ଅଶୋକଙ୍କ ସହିତ କଣ ହେଇଥିଲା? କଳିଙ୍ଗର ଯୋଉ ଯୁଦ୍ଧ ହେଇଥିଲା, ସେଇ ସମୟରେ କଳିଙ୍ଗର ରାଜଧାନୀ ଥିଲା କଣ? ତୋଷାଳି। ଏଠାରେ କେଉଁ କଥା କୁହାଯାଉଛି? ଏଇ ତମର ପଦ୍ୟରେ କୁହାଯାଉଛି କଣ? କଳିଙ୍ଗର କଥା, କଳିଙ୍ଗ ଯୁଦ୍ଧର କଥା। ପିଲାମାନେ କଳିଙ୍ଗ ଭଲ ଭାବରେ ଲେଖି ଦଉଛି ମୁଁ। ଏଠାରେ କଣ କହୁଛି ସେ? କଳିଙ୍ଗ ଯୁଦ୍ଧର କଥା କୁହାହଉଛି। ହେଲା, ଏଇ ଯୋଉ ଅଛି ଏହି ପଦରେ ତମକୁ କଳିଙ୍ଗ ଯୁଦ୍ଧର କଥା
ଯୁଦ୍ଧର କଥା ଏଠାରେ କୁହାଯାଉଛି। ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମରେ ବୀରର ରକତ ନଈ। ଏଠାରେ କଣ ତୋଷାଳୀ ପଡିଆରେ, ତୋଷାଳୀର ପଡିଆରେ, ପ୍ରାନ୍ତରେ କହିଲେ ପିଲାମାନେ ଏଠାରେ ନୋଟ କରିଦିଅ ପଡିଆରେ। କେଉଁ ପଡିଆରେ? କଳିଙ୍ଗର ରାଜଧାନୀ ତୋଷାଳୀ ପଡିଆରେ ଏଠାରେ ଦିନେ ବହିଥିଲା। ଏଠାର ଅର୍ଥ ହଉଛି ଏଠାରେ ଦୟା, ଦୟା ନଦୀର କଥା କୁହାଯାଉଛି। ଦୟା ନଦୀ କୂଳରେ ଯୋଉ ଧଉଳି ପାହାଡ ଅଛି, ଯୋଉ ଧଉଳି ପାହାଡ ଅଛି ରେ ପିଲାମାନେ, ସେ ଧଉଳି ପାହାଡର କଥା କୁହାଯାଉଛି। ସମରେ ବୀରର ରକତ ନଈ, ରକତ ରକ୍ତ ପିଲାମାନେ। ଏଠାରେ ଏଠାରେ କଣ ଯୋଉ କଳିଙ୍ଗ ଯୁଦ୍ଧ ହେଇଥିଲା ତମର 261 ଖ୍ରୀଷ୍ଟ ପୂର୍ବରେ ଯୋଉ କଳିଙ୍ଗ ଯୁଦ୍ଧ ହେଇଥିଲା, ସେ କଳିଙ୍ଗ ଯୁଦ୍ଧରେ କଣ ହେଇଥିଲା? ସମର କହିଲେ ଯୁଦ୍ଧରେ ହେଲା, ସମର କହିଲେ ଯୁଦ୍ଧରେ ରକତର ନଈ ପ୍ରବାହିତ ହେଇଥିଲା। ଦୟା ନଦୀ କେଉଁ ନଦୀରେ? ଦୟା ନଦୀ ତମର ରକତ ନଈରେ ପରିବର୍ତ୍ତନ ହେଇଥିଲା। ଏହି କଳିଙ୍ଗ ପ୍ରାନ୍ତରେ ପଡିଆରେ ଦିନେ ବହିଥିଲା। ଏହି ତାର ଅର୍ଥ ହଉଛି ଏହି କଳିଙ୍ଗର ରାଜଧାନୀ ପଡିଆରେ କଣ ହେଇଥିଲା? ଦିନେ ରକ୍ତର ନଈ ବହିଥିଲା। ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତ, ପଚାରିଲେ ମାଟି ଯିବ ତ କହି, କହି କହିଲେ ଏଠାରେ କହିବ ସ୍ୱାଧୀନତା ପାଇଁ ଯେତେ ପ୍ରାଣ ଦେଇଛନ୍ତି, ଯେତେ ଜଣ ପ୍ରାଣ ଦେଇଛନ୍ତି, ସେ ବକ୍ସି ଜଗବନ୍ଧୁ ହୁଅନ୍ତୁ, ଚନ୍ଦ୍ରରୀ ହଜୁରୀ ହୁଅନ୍ତୁ, ଗୋପବନ୍ଧୁ ଦାସ ହୁଅନ୍ତୁ, ମହାତ୍ମା ଗାନ୍ଧୀ ହୁଅନ୍ତୁ, ଆଉ ବହୁତ ସାରା ଯେଉଁ ଅଛନ୍ତି, ଓଡିଶା ମାଟିର ବୀର ପୁଅ ଲକ୍ଷ୍ମଣ ନାୟକ ହୁଅନ୍ତୁ, ଜୟୀ ରାଜଗୁରୁ ହୁଅନ୍ତୁ, ଯେତେ ବି ସ୍ୱାଧୀନତା ପାଇଁ ପ୍ରାଣ ଦେଇଛନ୍ତି, ଯଦି ଆମେ ମାଟିକୁ ପଚାରିବା, ଏହି ଉତ୍କଳ ମାଟିକୁ ପଚାରିବା, ପିଲାମାନେ ଏଇ ଓଡିଶାର ମାଟିକୁ ଯଦି ପଚାରିବା, ସେ କଣ କହିବ? କହିଦେବ କେମିତି ସ୍ୱାଧୀନତା ପାଇଁ ଏହି ଶହୀଦ ହେଇଥିଲେ, ଏହି ବୀର ମହାତ୍ମା ଗୁଡାକ ସମସ୍ତେ ଶହୀଦ ହେଇଥିଲେ, ସେ ନିଶ୍ଚିତ ଭାବରେ କହିଦେବ। ତାପରେ ଦେଖ ପିଲାମାନେ କଣ ଅଛି ଦେଖ, ଶାନ୍ତି ମୈତ୍ରୀ ପ୍ରୀତି ପୂତ ବାଣୀ ଜୟ, ସ୍ଫୁରୁଥିଲା ପ୍ରତି ଅନ୍ତର ଭରି, ଅହିଂସା ମନ୍ତରେ ଦେଲା ଯେଉଁ ଦୀକ୍ଷା, କାହିଁ କେଉଁ ଦେଶ ହେବ ତା ସରି। ଏଠାରେ କଣ କୁହାଯାଇଛି? ଏଠାରେ କହୁଛି ଶାନ୍ତି ମୈତ୍ରୀ ପ୍ରୀତି ପୂତ ବାଣୀ। ପୂତ କହିଲେ କଣ? ଏଠାରେ ଗୋଟିଏ ପୂତ କହିଲେ କଣ ପିଲାମାନେ? ପବିତ୍ର, ପବିତ୍ର ବାଣୀ। ଆଉ ଗୋଟେ ପୂତ କହିଲେ କଣ ପିଲାମାନେ? ପୁତ୍ର। ଏଟା ସମୋଚ୍ଚାରିତ ଶବ୍ଦ, ଏଇଟା ହେଲା, ଏଇ ହଉଛି ତମର ସମୋଚ୍ଚାରିତ ଶବ୍ଦ। କଣ? ଶାନ୍ତି ମୈତ୍ରୀ ପ୍ରୀତି ପୂତ ବାଣୀ ଜହିଁ। ଯେଉଁ ମାଟିରେ, ଯେଉଁ ଉତ୍କଳର ମାଟିରେ ପିଲାମାନେ, ଯେଉଁ ଉତ୍କଳର ମାଟିରେ କଣ ଅଛି? ଶାନ୍ତି ଅଛି, ମୈତ୍ରୀ ଅଛି, ପ୍ରୀତି ଅଛି, ପୂତ ବାଣୀ ଜହିଁ, ପବିତ୍ର, ପବିତ୍ର ବାଣୀ ଯେଉଁଠାରେ ଅଛି, ସ୍ଫୁରୁଥିଲା ପ୍ରତି ଅନ୍ତର ଭରି। ସ୍ଫୁରୁଥିଲା କହିଲେ କଣ? ସ୍ଫୁରୁଥିଲା କହିଲେ ସ୍ଫୁରଣ ହଉଥିଲା ପିଲାମାନେ, ସ୍ଫୁରଣ ହଉଥିଲା, ଚହଟି ଯାଉଥିଲା ପିଲାମାନେ, ଚହଟି ଯାଉଥିଲା। ଏଠାରେ ପ୍ରତି ଅନ୍ତରରେ ଭରି, ଯୋଉ ଅନ୍ତରରେ ଥିଲା ଶାନ୍ତିର, ଯୋଉ ଉତ୍କଳ ମାଟିର ଶାନ୍ତି ମୈତ୍ରୀ ପୂତ ପ୍ରୀତି ସବୁ ଗୁଡାକ କଣ ହଉଥିଲା? ସବୁଆଡେ ଚହଟି ଯାଉଥିଲା। ଆଉ କଣ କହୁଛନ୍ତି? ଅହିଂସା ମନ୍ତରେ ଦେଲା ଯେଉଁ ଦୀକ୍ଷା। କିଏ ଅହିଂସା ମନ୍ତ୍ର ଦେଇଥିଲା ପିଲାମାନେ? ଗାନ୍ଧୀଜୀ ପିଲାମାନେ, ମହାତ୍ମା ଗାନ୍ଧୀଜୀ। ଗାନ୍ଧୀଜୀ ଦେଲେ ଯେଉଁ ଦୀକ୍ଷା, ଅହିଂସା ମନ୍ତ୍ର, ଯେଉଁ ସତ୍ୟ ଅହିଂସା ସତ୍ୟାଗ୍ରହର ମନ୍ତ୍ର ଦେଇଥିଲେ, ଯେଉଁ ଦୀକ୍ଷା, କାହିଁ କେଉଁ ଦେଶ ହେବ ତା ସରି। କଣ ଏଇ ଭାରତ ପରି ଦେଶରେ କିଏ କଣ ସରି ହେଇପାରିବ? କେବେ ହେଲେ ନାହିଁ। ସେ କଥା ଏଠାରେ ସେ କହୁଛନ୍ତି। ଅହିଂସା ମନ୍ତରେ ଦେଲା ଯେଉଁ ଦୀକ୍ଷା, କାହିଁ କେଉଁ ଦେଶ ହେବ ତା ସରି। ଯେଉଁ ଅହିଂସା ମନ୍ତ୍ରରେ ଯେଉଁ ଗାନ୍ଧୀଜୀ ଦେଇଥିଲେ, ସେଇ ମନ୍ତ୍ର ଯେଉଁ ସ୍ୱାଧୀନତା ପାଇଥିଲା, ତା ପାଇଁ କୌଣସି ଦେଶ ସରି ହେବ ନାହିଁ। ଭାରତ ଭଳିଆ ଦେଶ ଅଛି, କାହା କଣ କୌଣସି ଦେଶ ଭାରତ ସହିତ ତୁଳନୀୟ ନୁହେଁ। ତାପରେ କଣ କହିଛି? ଜାତି ପାଇଁ ଦିନେ ବାଳୁତ ଦରମା, ଝାସ ଝାସି ଥିଲା ପ୍ରାଣ ସାଗର ଜଳେ, ଲିଭିବ କି ତାର ଅଳିବା କାହାଣୀ, ଥିବା ଯାଏ ନର ଧରଣୀ ତଳେ। ଏଠାରେ କଣ? ଜାତି ପାଇଁ ଦିନେ ବାଳୁତ ଧରମା। ଧରମା ଜାଣିଛ ନା ପିଲାମାନେ? 1200 ବଢେଇ ଯେଉଁ କୋଣାର୍କ ମନ୍ଦିରର ମୁଣ୍ଡି ମାରି ପାରି ନଥିଲେ, ସାଧାରଣ ଧରମା, 12 ବର୍ଷର ଧରମା। ଏତେ ବର୍ଷର? ମାତ୍ର 12 ବର୍ଷର ଧରମା କଣ କରିଥିଲା? ଏଇ କୋଣାର୍କ ମନ୍ଦିରର କଣ ମୁଣ୍ଡି ମାରି ଦେଇଥିଲା ପିଲାମାନେ, ମୁଣ୍ଡି ମାରି ଦେଇଥିଲା। ସେଇ ଜାତି ପାଇଁ, ଏଇ ସେ 1200 ବଢେଇ ଜାତି ପାଇଁ, ଏଇ ଓଡିଶାର ଜାତି ପାଇଁ, ସେ ରକ୍ଷା କରିବା ପାଇଁ ସେ କଣ କରିଥିଲା? ଝାସି ଥିଲା ପ୍ରାଣ ସାଗର ଜଳେ। ଝାସି ଥିଲା ମାନେ ଝାସ ଦେଇଥିଲା। ଏଠାରେ ଝାସି ଥିଲା କହିଲେ କଣ? ଝାସ ଦେଇଥିଲା ପିଲାମାନେ, ଝାସ ଦେଇଥିଲା ପ୍ରାଣ ସାଗର ଜଳେ। ସାଗର କହିଲେ ସମୁଦ୍ର। କେଉଁ ସମୁଦ୍ର? ଚନ୍ଦ୍ରଭାଗା। ଚନ୍ଦ୍ରଭାଗା ସମୁଦ୍ରରେ କଣ କହିଥିଲା? ସେ ଝାସ ଦେଇଥିଲା। ଲିଭିବ କି ତାର ଅଲିଭା କାହାଣୀ। ଯୋଉ ଅଲିଭା କାହାଣୀ, ଯୋଉ ସେ ଏଇ ଯୋଉ କାହାଣୀ ଅଛି 1200 ବଢେଇ ପାଇଁ, 1200 ବଢେଇର ଜାତି ପାଇଁ ଯୋଉ ବାଳୁତ ଧରମା 12 ବର୍ଷ କୋଣାର୍କ ମନ୍ଦିରର ମୁଣ୍ଡି ମାରି ଯୋଉ ଚନ୍ଦ୍ରଭାଗା ନଦୀରେ ଝାସ ଦେଇଥିଲା, ସେ କାହାଣୀ କଣ ଲିଭିଯିବ? ଥିବା ଯାଏ ନର ଧରଣୀ ତଳେ। ଯେ ପର୍ଯ୍ୟନ୍ତ, ଧରଣୀ କହିଲେ ପୃଥିବୀ ତଳେ,
ଧରଣୀ କହିଲେ କଣ ପିଲାମାନେ? ପୃଥିବୀ। ପୃଥିବୀ ତଳେ ଯେତେ ଦିନ ପର୍ଯ୍ୟନ୍ତ ମାନବ ରହୁଛନ୍ତି ସେତେ ଦିନ ପର୍ଯ୍ୟନ୍ତ ଏଇ ଧର୍ମାର କାହାଣୀ କେବେ ହେଲେ କଣ ଲିଭିବ ନାହିଁ, ସବୁବେଳେ କଣ ହେବ? ଅଳିବା କାହାଣୀ ହେଇକି ରହିଯିବରେ ପିଲାମାନେ। ତାପରେ ଦେଖ, ତ୍ୟାଗ ଆଦରସ ଜାତିର ମହତ୍ଵ ଦେଶ ପାଇଁ ଦେଲା ନିଜକୁ ବଳି, ଦରିଦ୍ର ଜନର ବନ୍ଧୁ ଗୋପ ବନ୍ଧୁ ସେ ପୁଅ ମହିମା ହେବ କି କଳି। ପିଲାମାନେ ଏଠାରେ କଣ କହିଛି ଦେଖ, ତ୍ୟାଗ ଆଦରସ ଜାତିର ମହତ୍ଵ ଦେଶ ପାଇଁ ଦେଲା ନିଜକୁ ବଳି। କିଏ ନିଜକୁ ବଳି ଦେଇଥିଲା? ତ୍ୟାଗ ଆଦରସ ଜାତିର ମହତ୍ଵ ପାଇଁ କିଏ ନିଜକୁ ବଳି ଦେଇଥିଲା? ବଳି କହିଲେ କଣ? ବଳିଦାନ। କିଏ ବଳିଦାନ ଦେଇଥିଲା? ହେଲା ପିଲାମାନେ, କିଏ ବଳିଦାନ ଦେଇଥିଲା? ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ। ଦରିଦ୍ର ଜନର ବନ୍ଧୁ ହଉଛନ୍ତି କିଏ? ଗୋପବନ୍ଧୁ ଦାସ। କଣ କହିଥିଲେ? ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ସେଇ ଦରିଦ୍ର ଜନର ବନ୍ଧୁ ସେ କଣ କହିଥିଲା? ଦରିଦ୍ର ଜନର ବନ୍ଧୁ ତ୍ୟାଗ ଆଦରସ ଜାତିର ମହତ୍ଵ ପାଇଁ ଦେଶକୁ କଣ ନିଜର ବଳିଦାନ ଦେଇ ଦେଇଥିଲା ଗୋପବନ୍ଧୁ। ସେ ପୁଅ ମହିମା ହେବ କି କଳି। ପିଲାମାନେ ଏଠାରେ କଳି ଶବ୍ଦର ଅର୍ଥ କଣ ରେ ପିଲାମାନେ? କଳି ଶବ୍ଦର ଅର୍ଥ ହେଉଛି, କଳି ଶବ୍ଦର ଅର୍ଥ ହେଉଛି ଏଠାରେ କଣ? କଳନା କରିବା। ଏଠାରେ କଣ? କଳନା କରିବା। କେହି ଆମେ କଳନା କରିପାରିବା ନାହିଁ। ସେ ପୁଅର ମହିମାକୁ ଆମେ କେବେ ଗଣି ପାରିବା ନାହିଁ, କଳନା କରିପାରିବା ନାହିଁ। ଏହି ଗୋପବନ୍ଧୁ ଦାସ ଏତେ ମହାନ ଥିଲେ। ତାପରେ ଦେଖ ପିଲାମାନେ, ବାଜି ରାଉତର ନାଁ ଲୁଚି ନାହିଁ, ମୁକତ ପଥର ସୈନିକ ସେହି। ବାଜି ରାଉତ, ଯୋଉ ବାଜି ରାଉତ ଏବେ ନାଁ ଲୁଚି ନାହିଁ, କେବେ ହେଲେ ନାଁ ଲୁଚିବ ନାହିଁ। ମୁକତ ପଥର ସୈନିକ ସେହି, ମୁକ୍ତ ପଥର। ମୁକତ କଣ ପିଲାମାନେ? ମୁକ୍ତ। ମୁକ୍ତ ପଥର ସୈନିକ ସେଇ ହେଲା। ସେ ଗୋଟେ ଏମିତି ଏକ ସୈନିକ, ମୁକ୍ତ ପଥର ଏମିତି ଏକ ସୈନିକ, ମୁକ୍ତ ଆକାଶର ଏମିତି ଏକ ସୈନିକ, ତରପଣ କର ସେ ନାମ ଉଚ୍ଚାରି, ସ୍ୱାଧୀନତା ସଂଗ୍ରାମ ପୁରାଇ କଣ? ପୁରାଣ ଫେଇ। ପିଲାମାନେ ଏଠାରେ ଦେଖ, ପୁରାଣ ଫେଇ। ପୁରାଣ ଫେଇ ଶବ୍ଦର ଅର୍ଥ କଣ ରେ ପିଲାମାନେ? ପୁରାଣ ଫେଇ ଶବ୍ଦର ଅର୍ଥ ହେଉଛି, ଦେଖ ଏଠାରେ ଗୋଟେ ଶବ୍ଦ ଅଛି କଣ? ତରପଣ କର ସେ ନାମ ଉଚ୍ଚାରି। ତରପଣ, ତରପଣ କହିଲେ କଣ? ତର୍ପଣ। ଏଠା ତମର ପଦ୍ୟ ରୂପ, ତାର ଗଦ୍ୟ ରୂପ ହଉଛି କଣ? ତର୍ପଣ। ତର୍ପଣ କହିଲେ କଣ ପିଲାମାନେ? ପିତୃପୁରୁଷଙ୍କୁ ଜଳ ଆଦି ଅର୍ପଣ କରି ସନ୍ତୁଷ୍ଟ କରିବା ଧାର୍ମିକ କ୍ରିୟା। ଏକ ଧାର୍ମିକ କ୍ରିୟା ପିଲାମାନେ, ଧାର୍ମିକ କ୍ରିୟା। ତରପଣ କର ସେ ନାମ ଉଚ୍ଚାରି, ଯୋଉ ପୂର୍ବ ପୁରୁଷ ଏଇ ବାଜି ରାଉତ ଯୋଉ ଅଛି ସେଇ ପୂର୍ବ ପୁରୁଷ, ଏ ହଉଛନ୍ତି ଆମ ପୂର୍ବ ପୁରୁଷ ନା ନାଇଁ? ଏଇ ବାଜି ରାଉତ ପୂର୍ବ ପୁରୁଷ, ତାଙ୍କ ନାମ ଉଚ୍ଚାରି ସ୍ୱାଧୀନତା ସଂଗ୍ରାମ କଣ କରିବା? ସ୍ୱାଧୀନତା ପୁରାଇ ଫେରି ପୁଣି ଆମେ ଫେରେଇ ଆଣିବା। ସେଇ ସ୍ୱାଧୀନତା ସଂଗ୍ରାମୀକୁ ପୁଣି ଫେରେଇ ଆଣିବା। ଏଠାରେ ହେଲା ପୁଣି ଫେରେଇ ଆଣିବା। ତାକୁ ଆମେ ତାର ନାମ ଉଚ୍ଚାରଣ କରିକି ଏଇ ସ୍ୱାଧୀନତା ସଂଗ୍ରାମୀ, ଯୋଉ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ, ତାକୁ ଆମେ ପୁଣି ଫେରେଇ ଆଣିବା ବୋଲି କଣ କହିଛନ୍ତି? ଏଠାରେ ଜାତୀୟ କବି ବୀର କିଶୋର କହିଛନ୍ତି। ଏ ଥିଲା ତମର ସମ୍ପୂର୍ଣ୍ଣ ପାଠ ପିଲାମାନେ। ପରବର୍ତ୍ତୀ କ୍ଲାସରେ ଆମେ ଆଲୋଚନା କରିବା ତାର କଣ? ଅଭ୍ୟାସ କାର୍ଯ୍ୟ ଆମେ ଆଲୋଚନା କରିବା ପିଲାମାନେ। ଅଭ୍ୟାସ କାର୍ଯ୍ୟ। ଯଦି ଭିଡିଓଟା ଭଲ ଲାଗୁଛି ତାହେଲେ ସମସ୍ତ ସାଙ୍ଗ ମାନଙ୍କୁ କଣ କରିବ? ସେୟାର କର, ଲାଇକ୍ କର, ଚ୍ୟାନେଲଟାକୁ ସବସ୍କ୍ରାଇବ କର। ମୁଁ ତୁମକୁ ଫ୍ରିଲି ତମ ସମୟକୁ କମ୍ପ୍ଲିଟ କରିଦେବି ସବୁ ସିଲାବସ ଗୁଡାକ ପିଲାମାନେ। ଠିକ ଅଛି, ଧନ୍ୟବାଦ ପିଲାମାନେ।